ଭଗବଦ୍ ଗୀତା ହେଉଛି ମହାଭାରତ ଯୁଦ୍ଧର ମଝିରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିଆଯାଇଥିବା ଏକ ଦୈବୀ ଉପଦେଶ, ଯାହା ମନୁଷ୍ୟ ଜୀବନର ଅସଂଖ୍ୟ ପରିସ୍ଥିତିକୁ ନିଜ ବିଚାର ଏବଂ କର୍ମ ଦ୍ୱାରା କିପରି ସମାଧାନ କରିବାରେ ସାହାଯ୍ୟ କରିଥାଏ। ମହାଭାରତ ଯୁଦ୍ଧରେ ଅର୍ଜୁନ ତାର ନିଜ ଜଣେ ଦୟାବାନ ଶିକାରୀର ଭାବରେ, ଯଦିଓ ସେ ଏକ ସୈନ୍ୟପତି ଥିଲା, ଯୁଦ୍ଧ କରିବାକୁ ମନ୍ଦିରେ ପହଞ୍ଚିଲା। ପାଣ୍ଡବ ଓ କୌରବଙ୍କ ମଝିରେ ଯୁଦ୍ଧ ହେବା ଦିନେ ଅର୍ଜୁନ ଯୁଦ୍ଧଭୂମିରେ ତାଙ୍କର ନିଜ ବନ୍ଧୁବାନ୍ଧବ ଓ ଆତ୍ମୀୟମାନଙ୍କୁ ଦେଖି ଦୁଃଖ ଭାବେ ବିଚଳିତ ହେଲା। ସେ ଅନ୍ଧକାର ଭିତରେ ବୁଡ଼ିଗଲା ଏବଂ ଯୁଦ୍ଧ କରିବାକୁ ଇଚ୍ଛା ହରାଇଲା। ସେ ଭାବିଲା ଯେ ନିଜ ଆତ୍ମୀୟଙ୍କୁ ମାରିବା ଅପରାଧ ଓ ନୀତି ବିରୋଧୀ ଅଟେ। ସେ ଆପଣାରେ ଏତେ ଦୁଃଖିତ ହେଲା ଯେ ଯୁଦ୍ଧ କରିବାକୁ ମାନ୍ୟ କରିଲା ନାହିଁ। ଏହି ସମୟରେ ଶ୍ରୀକୃଷ୍ଣ, ଯିଏ ଅର୍ଜୁନଙ୍କ ରଥର ଚାଳକ ଥିଲେ, ତାଙ୍କୁ ଏକ ଦୈବୀ ଜ୍ଞାନ ଦେଲେ ଏବଂ କର୍ମ, ଧର୍ମ ଏବଂ ମୋକ୍ଷ ବିଷୟରେ ଶିକ୍ଷା ଦେଲେ। ଶ୍ରୀକୃଷ୍ଣ କହିଥିଲେ ଯେ ମନୁଷ୍ୟଙ୍କ କର୍ମ ହିଁ ତାଙ୍କର ପରମ ଧର୍ମ ଅଟେ। ସେମାନେ କର୍ମ କରିବାକୁ ଉଚିତ ଏବଂ ଫଳର ଚିନ୍ତା କରିବା ଦରକାର ନାହିଁ। ଶ୍ରୀକୃଷ୍ଣ କହିଲେ, ଯେପରି ତୁମେ ତୁମ କର୍ମକୁ କରିବା ନିମନ୍ତେ ଦୃଢ଼ ରହିବ, ତୁମେ ସଫଳତା ଲାଭ କରିବ। ତୁମର ମୁଖ୍ୟ କର୍ତ୍ତବ୍ୟ ହେଉଛି ଯୁଦ୍ଧ କରିବା। ତୁମ ବନ୍ଧୁବାନ୍ଧବ ଓ ଆତ୍ମୀୟମାନଙ୍କୁ ଯାହା ଥାଉ, ତୁମର ମନ ଏଥିରେ ବିଚଳିତ ହେଲେ ତୁମେ କୌଣସି ଦିନ ସଫଳ ହୋଇପାରିବ ନାହିଁ। ଏହା ଫଳରେ ଅର୍ଜୁନ ନିଜ ଦ୍ୱୈତ ଏବଂ ଶକ୍ତିକୁ ଫେରାଇଲା, ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲା ଏବଂ ନୀତିରେ ଭଲି ହେଲା। ତାହାର କାହାଣୀ ମନୁଷ୍ୟ ଜୀବନରେ କର୍ମ ଓ ଧର୍ମର ମହତ୍ତ୍ୱକୁ ବ୍ୟକ୍ତ କରିଥାଏ। ଭଗବଦ୍ ଗୀତା ଆମକୁ ଏହି ଶିକ୍ଷା ଦେଇଥାଏ ଯେ ଜୀବନରେ ଅନେକ ସମସ୍ୟା ଆସିପାରେ, କିନ୍ତୁ ଆମେ ନିଜ କର୍ମରେ ସବୁବେଳେ ଅଟକି ରହିବା ନିହାତି ଦରକାର।